ପାକିସ୍ତାନର ଆସିଲା ହୋସ୍ ଭାରତ ସହ ବ୍ୟବସାୟ ଆରମ୍ଭ କରିବାକୁ ଉଚ୍ଛନ୍ନ। ପାକିସ୍ତାନର ନୂତନ ସରକାର ଭାରତ ସହ ବାଣିଜ୍ୟ ଆରମ୍ଭ କରିବାକୁ ବ୍ୟଗ୍ରତା ଦେଖାଉଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସହାକ୍ ଦାର ଭାରତ ସହିତ ବାଣିଜ୍ୟ ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଟିକେଟ୍ ପାଇବା ପରେ ଏପରି କହିଲେ ଅପରାଜିତା। ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଛି ଭାଜପା। ଭାଜପାର ପ୍ରାର୍ଥୀ ହେବା ପରେ ଏଥର 15ରୁ ଅଧିକ ଆସନରେ ବିଜୟୀ ହେବି ବୋଲି କହିଛନ୍ତି ଅପରାଜିତା। ଓଡ଼ିଶା ପାଇଁ 18ଟି ଲୋକସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିବା ପରେ ସେ ଏମିତି କହିଛନ୍ତି। ଏହା ସହ ସେ କହିଛନ୍ତି ଭୁବନେଶ୍ୱରବାସୀଙ୍କ ଆଶୀର୍ବାଦ ଯୋଗୁଁ ତାଙ୍କୁ ଟିକେଟ୍ ମିଳିଛି। ଏହି ଟିକେଟ୍ ଭୁବନେଶ୍ୱରବାସୀଙ୍କ ଟିକେଟ୍। ଭୁବନେଶ୍ୱରବାସୀ ମୋ ପାଇଁ ନିର୍ବାଚନ ଲଢ଼ିବେ। ଗତ 5 ବର୍ଷ କଠିନ ପରିଶ୍ରମ କରିଛି। ଲୋକମାନଙ୍କର ସହଯୋଗ ଓ ଆଶୀର୍ବାଦ ମିଳିଛି। ଆଗାମୀ ଦିନରେ ମଧ୍ୟ ଭୁବନେଶ୍ୱରରେ ଅଧିକ କାମ କରିବି ବୋଲି ସେ କହିଛନ୍ତି। ହୀରାକୁଦରେ ପାନୀୟ ଜଳ ବିଶୋଧନ ବ୍ୟବସ୍ଥା ଯାଞ୍ଚ କରିବାକୁ ମେଡିକାଲ ଟିମ୍। ସମ୍ବଲପୁର ହୀରାକୁଦରେ ଝାଡ଼ାବାନ୍ତି ବ୍ୟାପିବାରୁ ଭୁବନେଶ୍ୱର ସ୍ୱତନ୍ତ୍ର ଡାକ୍ତରୀ ଦଳ ସୋମବାର ସହରରେ ଜଳ ବିଶୋଧନ ବ୍ୟବସ୍ଥା ଯାଞ୍ଚ କରିବାକୁ ପହଞ୍ଚିଛନ୍ତି। ଡାକ୍ତରୀ ଦଳ ବିଶୋଧନ କେନ୍ଦ୍ରରୁ ପାନୀୟ ଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବ୍କୁ ପଠାଇବାକୁ ସ୍ଥିର ହୋଇଛି। ଆଗକୁ ତାତି ବଢ଼ିବ। ହୋଲିରେ ଡହଡହ ଖରା। ଆଗକୁ ଆହୁରି ତାତି ବଢ଼ିବ। ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା 35 ଡିଗ୍ରୀ ଉପରେ ଥିଲାବେଳେ ଆଗକୁ ଆହୁରି ବଢ଼ିବ। ହୋଲିରେ ତାତି ବଢ଼ିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆଗାମୀ 4 ଦିନ ମଧ୍ୟରେ ତାପମାତ୍ରା 3ରୁ 4 ଡିଗ୍ରୀ ବଢ଼ିବ। ଆଭ୍ୟନ୍ତରୀଣ 40 ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଜେଡି କଂଗ୍ରେସ ପ୍ରାର୍ଥୀ ତାଲିକା। କାହାକୁ ମିଳିବ ଟିକେଟ୍? କିଏ ପଡ଼ିବେ ବାଦ୍? ଭାଜପାର 5ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଭାଜପାର ପ୍ରାର୍ଥୀ ଘୋଷଣା ପରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ଉପରେ ନଜର ରହିଛି। ଏଥିରେ କାହାକୁ ଟିକେଟ୍ ମିଳିବ, କିଏ ବାଦ୍ ପଡ଼ିବେ ତା ଉପରେ ନଜର ରହିଛି। ଭାଜପା ବିଭିନ୍ନ ଲୋକସଭା ଆସନ ପାଇଁ ହେଭିୱେଟ୍ଙ୍କୁ ପ୍ରାର୍ଥୀ କରିଛି। ପରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ନିର୍ବାଚନୀ ମାହୋଲ ସରଗରମ ହେବ। ଖୁବ୍ ଶୀଘ୍ର କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଦଳ କହୁଥିବା ବେଳେ ବିଭିନ୍ନ ସମୟରେ ବରିଷ୍ଠ ନେତାଙ୍କୁ ନେଇ ନବୀନ ନିବାସରେ ଟିକେଟ୍ କସରତ ଚାଲିଛି। ପୂର୍ବରୁ କୁହାଯାଉଥିଲା ପ୍ରଦେଶ କଂଗ୍ରେସ କମିଟି ପଠାଇଥିବା ତାଲିକା ଉପରେ ବିଚାର କରି ଖୁବ୍ ଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରିବ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି। ପ୍ରାର୍ଥୀ ଘୋଷଣା ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର ସମ୍ବିତ। ଭାଜପାର 5ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ପ୍ରାର୍ଥୀ ହେବା ପରେ ସୋମବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସେ ସକାଳେ ଶ୍ରୀ ମୁର୍ଦ୍ଦଳା ଠାକୁରଙ୍କ ସହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ତାଙ୍କ ସହ ପୁରୀ ଭାଜପା ଏମ୍ପି ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ଶ୍ରୀଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। 1 ଏପ୍ରିଲରୁ ବଦଳିବ 7 ନିୟମ। ଗ୍ୟାସ୍ ସିଲିଣ୍ଡର ସହିତ ଇପିଏଫ୍ରେ ହେବ ପରିବର୍ତ୍ତନ। ପ୍ରତିବର୍ଷ ପରି ଏଥର ମଧ୍ୟ ନୂତନ ଆର୍ଥିକ ବର୍ଷ 1 ଏପ୍ରିଲରୁ ଆରମ୍ଭ ହେବ। ନୂତନ ଆର୍ଥିକ ବର୍ଷ ଆରମ୍ଭ ସହିତ ଅନେକ ପରିବର୍ତ୍ତନ ଘଟିବ। ନୂଆ ଆର୍ଥିକ ବର୍ଷ 2024-25ର ଆରମ୍ଭ ସହିତ ଜନସାଧାରଣଙ୍କ ଜୀବନରେ ଟଙ୍କା ଏବଂ ସଞ୍ଚୟ ସମ୍ବନ୍ଧରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଯିବ। ଜୁନ୍ 29ରୁ ଅମରନାଥ ଯାତ୍ରା ଆରମ୍ଭ। ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ବାବା ଅମରନାଥଙ୍କ ଭକ୍ତମାନେ ପ୍ରତିବର୍ଷ ଅମରନାଥ ଯାତ୍ରା ଆରମ୍ଭ ତାରିଖକୁ ଅପେକ୍ଷା କରିଥାନ୍ତି। ଭକ୍ତମାନେ ବାବା ବାରଫାନୀଙ୍କ ଦର୍ଶନ ପାଇବାକୁ ପ୍ରାୟ ଗୋଟିଏ ବର୍ଷ ଅପେକ୍ଷା କରନ୍ତି। ଚଳିତ ବର୍ଷ ଅମରନାଥ ଯାତ୍ରା 29 ଜୁନ୍ରୁ ଆରମ୍ଭ ହେବାକୁ ଯାଉଛି। ଏଥିସହ ଚଳିତ ବର୍ଷ ଏହି ଯାତ୍ରା ପ୍ରାୟ 52 ଦିନ ଚାଲିବ ବୋଲି ଜଣାପଡ଼ିଛି। ଲଣ୍ଡନର ସଡ଼କ ଦୁର୍ଘଟଣାର ଶିକାର ହେଲେ ଭାରତୀୟ ଛାତ୍ରୀ। ଲଣ୍ଡନରେ ଏକ ସଡ଼କ ଦୁର୍ଘଟଣାରେ 33 ବର୍ଷୀୟ ଭାରତୀୟ ଛାତ୍ରୀ ଚିସ୍ତା କୋଚରଙ୍କର ମୃତ୍ୟୁ ଘଟିଛି। ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ପିଏଚ୍ଡି କରୁଥିବା ଚିସ୍ତା ସାଇକେଲରେ ଥିବା ବେଳେ ଏକ ଟ୍ରକ୍ ତାଙ୍କ ସାଇକେଲକୁ ଧକ୍କା ଦେଇଥିଲା। ଯେକୌଣସି ସମୟରେ ଆସିପାରେ ପରବର୍ତ୍ତୀ ମହାମାରୀ, ଚେତାବନୀ ଦେଲେ ବିଶେଷଜ୍ଞ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ୍-19କୁ ମହାମାରୀ ଘୋଷଣା କରିବାର 4 ବର୍ଷ ବିତିଗଲା, ଯାହା ମାର୍ଚ୍ଚ 11, 2020ରେ କରୋନା ଭାଇରସ ନାମରେ ମଧ୍ୟ ଜଣା